ପିଲାମାନେ ଆସିକି ମୋତେ କହିଥିଲେ। ମୁଁ କିନ୍ତୁ ନିଜେ ଯାହା ଦେଖିଲି ସେଇଟା ଆଶ୍ଚର୍ଯ୍ୟଜନକ ଆଉ ଦୁଃଖଦାୟକ। ଅଧ୍ୟକ୍ଷ କହିଲେ ସେଦିନ କ'ଣ କ'ଣ ହେଲା ମୁଁ ପଚାରିଲି ଝିଅ ଯେଉଁ ଆସିଥିଲା ନା, ଝିଅ ଆସି ମୋତେ କହିଲା ସମୀର ସାର୍ଙ୍କର ଆପଣ କ'ଣ କହିଲେ? ମୁଁ କହିଲି ସେ ଛୁଟି ନେଇ କଟକ ଯାଇଛି ଶୋଉଥିଲି। ତାପରେ ସମୀର ସାର୍ଙ୍କର ତାର ଭେଟ ହେଇନି ତ? କହିଲେ ନା। ମୁଁ ପଚାରିଲି ସେଠୁ ତାପରେ ଆପଣ କ'ଣ କହିଲେ? ନା ମୁଁ କହିଲି ଦେଖ ତଦନ୍ତ କମିଟିର ରିପୋର୍ଟ ସାର୍ଙ୍କ ସପକ୍ଷରେ ଅଛି, ତୋ ବିପକ୍ଷରେ ଯାଇଛି, ତେଣୁ ତୁ ଗୋଟେ କ୍ଷମା ମାଗି ଗୋଟେ ଲିଖିତ ସମାଧାନ କରିବା ପାଇଁ, ନହେଲେ ତୋ ବିରୁଦ୍ଧରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ କରିବେ। ଆଉ ଏଟା ଯଦି ଲେଖିଦେବୁ ଆମେ ସମାଧାନ କରିଦେବା। ଆଉ ଆପଣ ଏଇ କଥା କହିଲେ କାହିଁକି କହିଲେ? ମୁଁ କାଉନସେଲିଂ କରୁଥିଲି। ଇଜ୍ ଇଟ୍ କାଉନସେଲିଂ? ଆପଣ ତାକୁ ଆତ୍ମହତ୍ୟା ପାଇଁ ପ୍ରମ୍ପଟିଂ କଲେ। ତୁ ହାରି ଯାଇଛୁ, ତ ଅପମାନ ହେବ, ତୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ, ସେ ଡିଫରେନ୍ସ ହେଇଯାଇଥିବ। ମୁଁ ତାଙ୍କ ସିକ୍ୟୁରିଟିକୁ ଜେରା କରୁ କରୁ ସେ ମାନିଲା ଯେ ସେ ଝିଅ ଥିଲାବେଳେ ଆସିଥିଲେ ସମୀର ସାର୍। ପ୍ରିନ୍ସିପାଲ ପଚାରିଲି ଆପଣ ମିଛ କାହିଁକି କହିଲେ? କହିଲେ ନା ନା ମୁଁ ଟିକେ ଗୋଳମାଳ ଯାଇଛି, ସେ ଝିଅ ପ୍ରଥମ ଥର ସେ ଆସିନଥିଲେ, ଦ୍ୱିତୀୟ ଥର ଆସିଲା ବେଳକୁ ସମୀର ସାର୍ ଆସିଥିଲେ। ମୁଁ ପଚାରିଲି ୱାଚମ୍ୟାନ୍କୁ, ୱାଚମ୍ୟାନ୍ କହିଲା ହଁ ପ୍ରଥମ ଥର ଯେତେବେଳେ ଝିଅ ଆସିକି ପଳେଇଲା ସେତେବେଳେ ସାର୍ ଆସିନଥିଲେ, ଦ୍ୱିତୀୟ ଥର ଆସିଲା ପରେ ସାର୍ ଆସିଥିଲେ। ମୁଁ ପଚାରିଲି ଦୁଇ ଜଣଙ୍କର ସାମ୍ନାସାମ୍ନି ହେଇଥିବ ନା କଥାବାର୍ତ୍ତା ହେଇଥିବ? ସମୀର ସାର୍ କହିଲେ ତୋ ବାପାକୁ ଡାକିକି ଆଣ। କାହିଁ କହିବେ? ଝିଅର ଏପରି ତରଳ ମାନସିକତା ଅଛି, ଅତ୍ୟାଚାର କ୍ରମାଗତ ହେଇ ଚାଲିଛି, ଆପଣ ସେପରି ଅବସ୍ଥାରେ ଦୁଇ ଜଣ କାହିଁକି କଥାବାର୍ତ୍ତା କରେଇଲେ? ଇଏ କାହିଁକି ତାକୁ କହିବେ ତୋ ବାପାକୁ ଡାକିକି ଆଣ? ତାହେଲେ ଆପଣ ଏଥିରେ ଗୋଟେ ଇମିଡ଼ିଏଟ୍ କଜ୍ ତା ସୁଇସାଇଡ୍। ମୁଁ ଏ କଥା କହିଲି। ମୁଁ ଏ କଥା ଏସ୍ପି ଏଡ଼ିସନାଲ୍ ଏସ୍ପି ଅନ୍ୟ ପୁଲିସ୍ ଅଧିକାରୀଙ୍କ ସାମ୍ନାରେ ପୁରା ICC ମେମ୍ବରମାନଙ୍କ ସାମ୍ନାରେ ପ୍ରିନ୍ସିପାଲଙ୍କୁ କହିଛି। ତାପରେ ଆସି ଗଣମାଧ୍ୟମକୁ ମୋର ବୟାନ ଅଛି। ଏଥିରେ ମୋର ତଦନ୍ତ ତ୍ରୁଟି କୋଉଠି? ଏ ଖବରକାଗଜ ବାହାର କରିଛି ଯେ ପ୍ରତାପ ଷଡ଼ଙ୍ଗୀ ଯେତେବେଳେ ଜାଣିଲେ ଯେ ତଦନ୍ତ କମିଟି ଏପରି ବାୟସ୍ ରିପୋର୍ଟ ଦେଇଛି, ସେତେବେଳେ କାହିଁକି ତତ୍ପର ହେଲେ ନାହିଁ? ମୁଁ ପଚାରିବାକୁ ଚାହେଁ କି ତତ୍ପରତା ଆପଣ ଦେଖେଇଥାନ୍ତେ? ମୁଁ ରେଡ଼ି ଅଛି, ଆପଣ ଥରେ ଲଢ଼ିକି MP ଜିତିକି ଆସନ୍ତୁ, ମୁଁ ଛାଡ଼ିଦେବି ଏ ସିଟ୍ ବର୍ତ୍ତମାନ ଆପଣଙ୍କୁ MP କରିବା ପାଇଁ। ଆପଣ ତାପରେ କି ତତ୍ପରତା ଦେଖେଇବେ ଯେଉଁମାନେ ସବୁ କଲମ ଚାଲନ କରିଛନ୍ତି ମୁଁ ଟିକେ ଜାଣିବାକୁ ଚାହେଁ। ମୁଁ ଜଣେ ପଚାରିଲି ଯେ ମୋତେ ବାରମ୍ବାର ଯେ ଆପଣ କାହିଁକି ତତ୍ପରତା, ତୁମେ କ'ଣ ତତ୍ପରତା ଦେଖେଇଥ? ମୁଁ ସାଙ୍ଗେ ସାଙ୍ଗେ ସେ ପ୍ରିନ୍ସିପାଲକୁ ବାନ୍ଧିକି ନେଇ ଆସିଥିଲି। ତାହେଲେ ବର୍ତ୍ତମାନ ସେଇଟା କରିବା ତୁମେ MP ଯେ ତୁମେ ବାନ୍ଧିକି ନେଇ ଆଣତ। ଏବେ ମୁଁ ତତ୍ପରତା ଦେଖେଇଛି କ'ଣ? ମୁଁ ପୋଲିସକୁ କହିଛି, SPଙ୍କୁ, କଲେକ୍ଟରକୁ, ମନ୍ତ୍ରୀଙ୍କୁ, ମୁଖ୍ୟମନ୍ତ୍ରୀକୁ ଲଗେଇଥିଲି। ଦିଲ୍ଲୀରେ ସେ ଥିଲେ, ମୁଁ କଥାବାର୍ତ୍ତା ହେଇପାରିନଥିଲି। ସମସ୍ତ ଅଧିକାରୀଙ୍କୁ ଯେଉଁମାନଙ୍କୁ ଜଣାଇବା କଥା ମୁଁ ଜଣାଇଛି। କ'ଣ କ'ଣ ଆକ୍ସନ୍ ନେବା ବିଷୟରେ ବି ମୁଁ ମନ୍ତ୍ରୀଙ୍କ ସହିତ ପରାମର୍ଶ କରିଛି। ସେଇଠି ମୁଁ ଥିଲାବେଳେ କଲେକ୍ଟର ଫୋନ୍ କଲେ, ସାଙ୍ଗେ ସାଙ୍ଗେ ମୁଁ ଆସିକି ବାହାରେ ତାଙ୍କ ସହିତ କଥା ହେଇଛି। ସବ୍ କଲେକ୍ଟର ଆସିକି ମୋତେ ଫୋନ୍ ଦେଲେ। ଦିନ ରାତି ଆମେ ଲଗାତାର ପ୍ରଶାସନ ସହିତ ସଂଯୋଗରେ ଥିଲୁ। ମୋତେ ଏପରି ଗୋଟିଏ ବି ପ୍ରମାଣ ମିଳିନାହିଁ ଯେ ଝିଅ ପୂର୍ବରୁ ଏତଲା ଦେଇଥିଲା। ପୋଲିସ ଜାଣିଥିଲା କେମିତି? ପୋଲିସ ଯେତେବେଳେ ଯାଇଥିଲା ପ୍ରିନ୍ସିପାଲଙ୍କ ଅନୁରୋଧରେ ସୁରକ୍ଷା କାରଣରୁ ସେଇଠି ଝିଅ ତାଙ୍କୁ କହିଥିଲା, ସେଇଠି ସେ ସମସ୍ତ ବିଷୟ ଅନୁଧ୍ୟାନ କରି ଶୁଣିକି ଆସିଥିଲେ, କିନ୍ତୁ ଏତଲା ଦେବା କଥା କହିବା ସତ୍ତ୍ୱେ ଦିଆଯାଇନଥିଲା। ମୁଁ ଏ ବିଷୟ SPଙ୍କୁ ପଚାରିଲି, ଏ ବିଷୟ ମୁଁ ଝିଅର ବାପା ମା ଭାଇଙ୍କୁ ପଚାରିଲି, ତାଙ୍କ ଘରେ ପଚାରିଲି। ଝିଅ ମରିବା ପରେ ଯେଉଁଦିନ ଶବ ନେଇଯାଇଥିଲେ ଆପଣମାନେ କିଛି ଏତଲା ଆଗରୁ ଦେଇଥିଲେ କି ବା ଝିଅ ଦେଇଥିଲା କି? ସେକେଣ୍ଡଟା ମୁଁ ସହଦେବ ଖଣ୍ଡା ପୁଲିସ ଆପଣଙ୍କୁ ଅତ୍ୟାଚାର କଲା, ଏତଲାକୁ ଷ୍ଟେସନ ଡେରି କରିଦେଲା ବୋଲି ଚାରିଟା କହୁଛନ୍ତି। କହିଲେ ନା ମିଛ କଥା, ସହଦେବ ଖଣ୍ଡା ପୁଲିସ ଆମକୁ ବହୁତ କୋଅପରେଟ୍ କରିଛି, ଏ ଶବ୍ଦରେ ମୋତେ କହିଛନ୍ତି। ମୁଁ ସହଦେବ ଖଣ୍ଡା ପୁଲିସ ସହିତ କଥା ହେଇନି। ମୋତେ ୟାଠୁ ବଡ଼ ପ୍ରମାଣପତ୍ର ଦରକାର କି? ଯେଉଁମାନେ ଏଠି ଯଦି ପାଠରୁ କେବଳ କରୋନା ଜୀବାଣୁ ଛଡ଼ୁଛନ୍ତି, ବାତାବରଣକୁ ପ୍ରଦୂଷିତ କରୁଛନ୍ତି, ସେପରି ବିଷାକ୍ତ ତତ୍ତ୍ୱ ଦ୍ୱାରା ମୁଁ ପ୍ରଭାବିତ ହେବାର ଚାନ୍ସ ନାହିଁ। ବିଭିନ୍ନ ସଂସ୍ଥା ଦିଲ୍ଲୀରୁ ବି କେହି ଗଣମାଧ୍ୟମ ଆସିକିରି ମୋତେ ବାରମ୍ବାର କହିଛନ୍ତି SPଙ୍କ ଭୂମିକାଟା ନିନ୍ଦନୀୟ ବୋଲି ଆପଣ ଅନୁଭବ କରିଛନ୍ତି। ମୋଟେ ଅନୁଭବ କରେନି। ମୋତେ କହୁଛନ୍ତି ଆ ପୁଲିସ ବିରୁଦ୍ଧରେ କହ, ତା ପୁଲିସ ବିରୁଦ୍ଧରେ କହ। ଏପରି କଥାରେ ମୁଁ ପ୍ରଭାବିତ ହେବାର ନାହିଁ। ସାରା ଦୁନିଆ ଖଣ୍ଡା ଧରିକି ମୋ ବିରୁଦ୍ଧରେ ଛିଡ଼ା ହେଲେ ବି ମୁଁ ସତ୍ୟ ହିଁ କହିବି, ସତ୍ୟ ସତ୍ୟ କେବଳ ସତ୍ୟ କହିବି। ମୁଁ କାହା ପ୍ରଭାବରେ ଅସତ୍ୟ କହିବିନି ବା ଶସ୍ତା ଜନପ୍ରିୟତା ହାସଲ କରିବା ପାଇଁ ମୁଁ ନୁଙ୍ଗୁରାମି କରେ ନାହିଁ। ଏବେ ଗୋଟେ ପେପରରେ ବାହାରିଛି ଯେ ବାଟରେ ଯିବାବେଳେ ଆମେ କୁଆଡ଼େ